ପିଲାମାନେ କେମିତି ଅଛ? ହଁ ସବୁ କଣ ଖାଇଲ ଆଜି? କଣ ସବୁ ଖାଇକି ଆସିଛ? ବିସ୍କୁଟ ଆଉ ବ୍ରେଡ। ହଁ ସେଟା କୋଉ ଖାଦ୍ୟ? ହଁ ଆମେ ଆଜି ପଢିବା କୋଉଟା ଆମ ଦେହ ପାଇଁ ଭଲ ଖାଦ୍ୟ ଆଉ କୋଉଟା ଆମ ଦେହ ପାଇଁ ଖରାପ ହେଲା। ତମେ ସବୁ କଣ କଣ ପସନ୍ଦ କରିବ ଚକୋଲେଟ ନା ଫ୍ରୁଟ୍ସ? ହଁ ଚକୋଲେଟ ଆମେ ଅଧିକ ଖାଇବାନି। ଖାଇଲେ କଣ ହବ ଦାନ୍ତ ପୋକ କାଟିବ ହେଲା। ହଁ ଦାନ୍ତ ପୋକ କାଟିବ। ଆମେ ସବୁ କଣ ଖାଇବା ଉଚିତ? ଭାତ, ଡାଲି, ପରିବା ହେଲା, ପନିପରିବା, ଫ୍ରୁଟ୍ସ ହେଲା ଏସବୁ ଖାଇବା ଉଚିତ। ହଁ ଆଚ୍ଛା ଫଳର ନାଁ ସବୁ କହିଦେଲ। ତମେ କୋଉ ଫଳ ଖାଅ? କୋଉ ଫଳ ଖାଅ? କଣ ଖାଅ? ଆଚ୍ଛା ତମେ କଦଳୀ ପିଜୁଳି ଏସବୁ ଫ୍ରୁଟ୍ସ ଆମେ ଖାଇବା ଆମ ଦେହ ପାଇଁ ଭଲ ହେଲା। ଦେଖ ଏସବୁ କଣ ଏ କୁରକୁରି ଆମ ଦେହ ପାଇଁ ବହୁତ ଖରାପ ହେଲା। ଆମେ ଆକୁ ଖାଇବା ଉଚିତ ନୁହଁ। ଖାଇଲେ କଣ ହବ? ଦେହ ଖରାପ ହବ ହେଲା। ସବୁବେଳେ ଆମେ ବିସ୍କୁଟ ଖାଇବା ହେଲା, ଭାତ ଡାଲମା ପନିପରିବା ଫଳ ଏସବୁ ଖାଇବା ଦ୍ୱାରା ଆମ ଦେହ ସୁସ୍ଥ ରହିବ। ହଁ ପନିପରିବା କ୍ଷୀର ଅଣ୍ଡା ଚିକେନ ମାଂସ ପକୁଡ଼ି ଖାଉଛ? ପକୁଡ଼ି କଣ? ଚିକେନ ପକୁଡ଼ି ତମେ କହୁଛ କଣ? ହଉ ତମେ ଫ୍ରୁଟ୍ ଖାଅ ତ ଭଲ ଗୁଡ୍। ଆମେ କ୍ଷୀର ଅଣ୍ଡା ଦହି ହେଲା ପନିର ଏସବୁ ଖାଇବାଟା ଆମ ଦେହ ପାଇଁ ଭଲ। ହଁ ମାଛ ମାଂସ ଏସବୁ ଦେହ ପାଇଁ ଭଲ। ଆମେ ଯୋଉ ବାହାରେ ସବୁ ଖାଉଛ ଫାଷ୍ଟ ଫୁଡ ସବୁ ଚାଉମିନ ପିଜ୍ଜା ବର୍ଗର ଏସବୁ କୁରକୁରି ଏସବୁ ଜିନିଷ ସବୁ ହେଲା ଏଗୁଡ଼ା ସବୁ ଆମ ପାଇଁ ଖରାପ ବୁଝିପାରିଲ। ଏସବୁ ଖାଇବନି ହେଲା। ଆଚ୍ଛା କହିଲ ଆମ ପାଇଁ କି ସ୍ୱାସ୍ଥ୍ୟକର ଖାଦ୍ୟ କୋଉଟା ଭିତରୁ? ଆଉ ଆଚ୍ଛା ସମସ୍ତେ ବସି ପଡ଼। ତମେ ତା ଭିତରୁ ଆମ ପାଇଁ ଆମ ଦେହ ପାଇଁ ଯୋଉଟା ଭଲ ସେଟା ବାଛିକି ଅଲଗା ରଖ। ତମେ ରଖ ଜଣେ ରଖିବେ। ବସି ପଡ଼ ରଖ ଏଇଠି ରଖ ଏଇଟା ବି ଫଳ ଯୋଉଟା ସବୁ ଆମ ପାଇଁ କି ଭଲ ସେଟା ରଖ। ହଁ ଏଇଟା ଭଲ। ହଁ ଏତିକି।